ତୋର ବେହେରା ଓଡ଼ିଶା ବୁଣାକାର ମହାସଂଘର ସଭାପତି। ଆଜି ଓଡ଼ିଶା ହସ୍ତତନ୍ତ ଦିବସ ଯେଉଁ ପାଳନ ହେଉଛି ଜାତୀୟ ସ୍ତରରେ, ଓଡ଼ିଶାରେ ମଧ୍ୟ ତାର ପ୍ରତିଫଳନ ହୋଇଛି। ହସ୍ତତନ୍ତ ଦିବସରେ ଓଡ଼ିଶା ସରକାରଙ୍କର ଯେଉଁ ଅଙ୍ଗୀକାରବଦ୍ଧତା ରହିଛି ବୁଣାକାରମାନଙ୍କର ଆର୍ଥିକ ବିକାଶ ପାଇଁ, ଆଜି ମାନନୀୟ ମୁଖ୍ୟମନ୍ତ୍ରୀ ମଧ୍ୟ ଏଠି ତାକୁ ଘୋଷଣା କରିଛନ୍ତି। କିନ୍ତୁ ଅନେକ କଥା ରହିଯାଇଛି ବୁଣାକାରମାନଙ୍କର, ଯେଉଁଟା ସରକାର ତାକୁ ବିଚାର କରିବା ଦରକାର। ତ ଏହି ହସ୍ତତନ୍ତ ଦିବସରେ ଆମେ ସରକାରଙ୍କ ପାଖରେ ଆଜି ଆମେ ବୁଣାକାର ମହାସଂଘ ପକ୍ଷରୁ ଦାବି ରଖିବୁ ଯେ ବୁଣାକାରମାନଙ୍କର ଯେଉଁଟା ମୌଳିକ ଆବଶ୍ୟକତାଟା ଯଦି ବୁଣାକାରମାନଙ୍କର ପରିପୂରଣ ନ ହୁଏ, ଯେତେ ଯାହା କାର୍ଯ୍ୟକ୍ରମ କଲେ ବି ଏହି କ୍ଷେତ୍ରକୁ ଆଉ ବୁଣାକାର ଘରର ଯୁବପିଢ଼ି ଆସିବେନି। କାରଣ ହସ୍ତତନ୍ତ କ୍ଷେତ୍ର ହେଉଛି ଓଡ଼ିଶାର ଐତିହ୍ୟ, ଓଡ଼ିଶାର ପରମ୍ପରା, ଓଡ଼ିଶାର ସଂସ୍କୃତି, ଓଡ଼ିଶାର ଅସ୍ମିତା। ଏ ସବୁ କଥା ଠିକ୍, କିନ୍ତୁ ଆକୁ ଯିଏ ବଞ୍ଚଉଛି ଯେଉଁ ବୁଣାକାର, ସିଏ ଦିନକୁ ଦିନ ତଳକୁ ଯାଉଛି, ତାର ଆର୍ଥିକ ଅବସ୍ଥା ଉନ୍ନତି କରିପାରୁନାହିଁ ସେ, ଯେଉଁଥିପାଇଁ କି ବୁଣାକାର ଘରର ଯୁବପିଢ଼ିମାନେ ଆଉ ଏ କ୍ଷେତ୍ରକୁ ଆକୃଷ୍ଟ ହେଉନାହାନ୍ତି। ଇଏ ହେଉଛି ଆଜିର ଦିନର ପ୍ରସଙ୍ଗ। ଆଗାମୀ ଦିନରେ କେମିତି ଯୁବକମାନେ ଏହି କ୍ଷେତ୍ରରୁ ଅଧିକ ଉପାର୍ଜନ ପାଇବେ, ହସ୍ତତନ୍ତ କ୍ଷେତ୍ର କେମିତି ଆଗକୁ ଯିବ, ଇଏ ହେଉଛି ଆଜି ଆମର ବୁଣାକାର ଦିବସର ସରକାରଙ୍କ ପାଖରେ ବୁଣାକାର ମହାସଂଘ ପକ୍ଷରୁ ଦାବି। ଈଶ୍ୱର ଦାସ ବୁଣାକାର ମହାସଂଘର ସଦସ୍ୟ କର୍ମକର୍ତ୍ତା। ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ଗୋଟେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ନକଲି ହ୍ୟାଣ୍ଡଲୁମ୍ କ'ଣ ବର୍ତ୍ତମାନ ବାହାରିଲାଣି, ଲୋକେ ଜାଣିପାରୁନାହାନ୍ତି ପିନ୍ଧୁଛନ୍ତି, ତ ତାକୁ କେମିତି କ'ଣ ରୋକାଯାଇ ପାରିବ, କ'ଣ କହିବେ? ନାଇଁ, ତାର ସରକାରୀ ସ୍ତରରେ ମଧ୍ୟ ଆମେ ବହୁତ ବୁଣାକାର ମହାସଂଘ ବିଗତ ଦିନରେ ବହୁତ ମଧ୍ୟ ଆମେ ତା ଭିତରେ ମଧ୍ୟ ସରକାରଙ୍କୁ ଅବଗତ କରିଛୁ। ତା ମଧ୍ୟ ବହୁତ ଜାଗାରେ ମଧ୍ୟ ଆମେ ବନ୍ଦ କରିଛୁ। ତାକୁ ମଧ୍ୟ କୋର୍ଟ କେସ୍ ଉପରକୁ ଯାଇଛୁ। ଏହି ପ୍ରକାର ମଧ୍ୟ ପଦକ୍ଷେପ ବୁଣାକାର ମହାସଂଘ ଓଡ଼ିଶାର ମଧ୍ୟ ଆମେ ପଦକ୍ଷେପ ନେଇଛୁ। ଏବଂ ବିଗତ ଦିନରେ ମଧ୍ୟ ଯଦି ଆମେ ଏ ପ୍ରକାର ଯଦି ପୁଣି ପୁନର୍ବାର ହୁଏ ବା ଯଦି ହୁଏ, ତାର ମଧ୍ୟ ଆମେ ତାର ପଦକ୍ଷେପ ନେବୁ। ସରକାରଙ୍କ ପାଖରେ ମଧ୍ୟ ନିବେଦନ କରିବୁ, ତାର ପଦକ୍ଷେପ ଉଚିତ ପଦକ୍ଷେପ ନେବେ। ଆମେ ତ କିଛି ଜାଣିଛୁ, ଯେଉଁମାନେ କମିଂ ଜେନେରେସନ ଯେଉଁମାନେ ଆସୁଛନ୍ତି ତାଙ୍କୁ ସେମାନେ ଜାଣିବା ପାଇଁ କ'ଣ କେମିତି କରିବା ଦରକାର? ତାଙ୍କ ମେନ୍ ହେଉଛି ତାଙ୍କର ଯେଉଁ ଅଛି ଆମର ବୁଣାକାର ଇଏର ତାର ଟ୍ରେନିଂ, ତାର ଗଭର୍ଣ୍ଣମେଣ୍ଟ ତରଫରୁ ଟ୍ରେନିଂ ଦିଆଯିବ। ତାର ବୁଣାକାର ଟ୍ରେନିଂ, ଆଇସିଟିଭି ଟ୍ରେନିଂ, ତାର ଯେଉଁ ୱିଭିଂ ଟ୍ରେନିଂ, ତାର ଟାଇ ଆଣ୍ଡ ଡାଇ ଟ୍ରେନିଂ, ଯେଉଁ ଟ୍ରେନିଂ ଦେଲେ ତାର ଯୁବପିଢ଼ି ଆକୃଷ୍ଟ ହେବେ ଏବଂ ଯେଉଁ ଏଇ ମାନେ ଆମ କୌଳିକ ବୃତ୍ତିକୁ ମଧ୍ୟ ଆଦରି ନେବେ। ବର୍ତ୍ତମାନ ହ୍ୟାଣ୍ଡଲୁମ୍ କହିଲେ ବର୍ତ୍ତମାନ ସବୁ ମେସିନ୍ ବାହାରିଯିବାରୁ ମେସିନ୍ ଦ୍ୱାରା କାମ ହେଉଛି। ମେସିନ୍ ତ ନହିବ, ମେସିନ୍ ଆଉ ଆମେ ଯେତିକି ବୁଣାକାର ଅଛନ୍ତି ଏ ତ ସଫିସିଏଣ୍ଟ ନୁହଁ। ଯେହେତୁ ଯାହା ବି ଯେତିକି ଆମର ପ୍ରଡକ୍ଟ ଦରକାର, ଯେତିକି ବସ୍ତ୍ର ଦରକାର, ସବୁ ବସ୍ତ୍ର ମଧ୍ୟ ବୁଣିକି ସଫିସିଏଣ୍ଟ ଯୋଗାଇ ପାରୁନାହୁଁ। ସେ ମଧ୍ୟ କଳତନ୍ତ ମଧ୍ୟ ରହିବ ମଧ୍ୟ ବିଗତ ଦିନରେ ଏବେ ଆଜିର ମଧ୍ୟ ଡିକ୍ଲେୟାର କରିଛନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀ, ଯେଉଁଟାକି ହ୍ୟାଣ୍ଡଲୁମ୍ ହବ୍ ମଧ୍ୟ ଓଡ଼ିଶାରେ 6ଟା ହେଉଛି ଏବଂ ସେଥିରେ ମଧ୍ୟ କଳତନ୍ତରେ ମଧ୍ୟ ବୁଣା ହେବ। ସେ ମଧ୍ୟ ଆସିବ, ମାନେ କପଡ଼ା ବି ତିଆରି ହେବ ଓଡ଼ିଶାରେ। ମୁଁ ବୋର୍ଡ ଡାଇରେକ୍ଟର ବୈନିକା ସଞ୍ଜୟ କୁମାର ମେହେର। ଆଜି 11ତମ ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ଆଜି ସେଲିବ୍ରେଟ ହେଉଛି ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଆଜି ଜନତା ମଇଦାନରେ, ଯେଉଁଟାକି ଆମର ଆଜି ଚିଫ୍ ମିନିଷ୍ଟର ଆସିଥିଲେ। ଆଉ ଆମର ମାଧୁରୀ ଦୀକ୍ଷିତ ଆମର ବ୍ରାଣ୍ଡ ଆମ୍ବାସଡ଼ର ହେଇଛନ୍ତି। ବହୁତ ଖୁସିର କଥା, ଯେଉଁଟାକି ଆମେ ହ୍ୟାଣ୍ଡଲୁମ୍ ପାଇଁ ବହୁତ ସୁଯୋଗ ମିଳିବ ଆଉ ସୁବିଧା ମିଳିବ, ପ୍ରଚାର ପ୍ରସାର ହେଇପାରିବ, ଯେଉଁଟାକି ଆମର ବୁଣାକାରମାନଙ୍କର ବହୁତ ଉନ୍ନତି ହେବ ବୋଲି ଆମେ ଆଶା କରୁଛୁ। ଆଉ ଧନ୍ୟବାଦ ଦେଉଛି ସରକାରଙ୍କୁ, ଯେଉଁ ବୁଣାକାରମାନଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ସେ ସବୁ ବହୁତ ବଢ଼ିଆ ପଦକ୍ଷେପ ନେଇଛନ୍ତି। ଆଉ ସେଟା ଆଗାମୀ କାଳରେ ବି ପୁଣି ରହିବ ବୋଲି ଆମେ ଆଶା କରୁଛୁ। ବୁଣାକାରମାନଙ୍କର ସୁବିଧା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ବି ଯୋଜନା ସେଇଥିରେ ସାମିଲ ଅଛି, ଯେଉଁଟାକି ଆମ ଚିଫ୍ ମିନିଷ୍ଟର ସବୁ ଘୋଷଣା କରିଥିଲେ। ଆଉ ବୁଣାକାରମାନଙ୍କର ଜୟ ହଉ, ହ୍ୟାଣ୍ଡଲୁମ୍ ଡେ ସମସ୍ତଙ୍କର ମଙ୍ଗଳ ହଉ। ଓଡ଼ିଶାବାସୀ କ'ଣ ମେସେଜ ଦେବେ? ଆଜି ଯେଉଁ ହ୍ୟାଣ୍ଡଲୁମ୍ ଡେ ହେଲା, ଆଗାମୀ କାଳରେ ଯେମିତି ହେଉଥିଲା, ଆଜି ଗୋଟେ ନୂତନ ଆକାରରେ ଆମର ସରକାର ଯୋଜନା କରିଛନ୍ତି, ଯେଉଁଟାକି ମାଧୁରୀ ଦୀକ୍ଷିତଙ୍କୁ ଆସିକି ବ୍ରାଣ୍ଡ ଆମ୍ବାସଡ଼ର କରିଛନ୍ତି। ଯେଉଁଟାକି ଆଜିକାଲି ବୈନିକା ଆସିକିରି ସେ କିଣାକୁଣି କରିଥିଲେ, ଶାଢ଼ୀ ଆସିକିରି କିଣିଥିଲେ। ଆଉ ତାମାନେ ସେ ଶାଢ଼ୀ ଆଜି
ସେ ପିନ୍ଧିଥିଲେ ବି ମଧ୍ୟ ସେଇଟା ତାମାନେ ଖୁସିର କଥା ଯେ ଆମର ବୁଣାକାରଙ୍କର ଶାଢ଼ୀ ସେ ପିନ୍ଧୁଛନ୍ତି ଆଉ ଖୁସିରେ ପିନ୍ଧୁଛନ୍ତି ଆଉ ବହୁତ ଖୁସିରେ ସେ ନେଉଛନ୍ତି। ସେଥିପାଇଁ ବୁଣାକାରମାନଙ୍କୁ ମାନେ ଆଜିକାଲି ଯେଉଁ ଡିଜାଇନ୍ ହେଉଛି ଆଉ ନୂଆ ଡିଜାଇନ୍ ମାନେ ତିଆରି କରନ୍ତୁ ଆଉ ନୂତନ ଡିଜାଇନ୍ ନୂତନ କାର୍ଯ୍ୟକ୍ରମରେ ଯେମିତି ଆଉ ବୁଣାକାର ଉନ୍ନତି ହଉ।